ରୁବି କହିବେ, ଛି, ଜୋସ୍ରେ ଆସି ମୁଁ ମୋ ନିଜ ପ୍ଲାନ୍ ନିଜେ ହିଁ ବିଗାଡ଼ିଦେଲି। ନୀଲମକୁ ସକାଳେ ଧରି ଧମକ ଦେଇଥିଲି। ସେଇଥିପାଇଁ ସେଇ ଜିଦ୍ରେ ସିଏ ଆଜି ମୋତେ ଲୁଚି ପୁଣି ବାହାରକୁ ଚାଲିଗଲା। ଆଉ ଏବେ ଏତେ ସବୁ ପାଲା ହେଇଗଲା। ନାଇଁ, ଏସବୁ ପାଇଁ ମୁଁ ଦାୟୀ। ମୋତେ ନିଜକୁ କଣ୍ଟ୍ରୋଲ କରିବାକୁ ପଡ଼ିବ। ନୀଲମ କହିଲା ଭଳି ମିଠା ଛୁରୀ ହେଇ ମୁଁ ସମସ୍ତଙ୍କ ବିଶ୍ୱାସ ଜିତି ସୁଯୋଗ ଦେଇ ସମସ୍ତଙ୍କୁ ଶେଷ କରିଦେବି। ତାହେଲେ ଯାଇ ମୁଁ ଜିତିପାରିବି। ତାପରେ ରିମଝିମ୍ ଆସି କହିବେ, ଏବେ ତ ବହୁତ ଡେରି ହେଇ ସାରିଲାଣି ରୁବି ଆଣ୍ଟି। ଏବେ ତ ବଡ଼ମା ବି ଦାଦି ମାଙ୍କ ଫୋରରେ ହେଇଗଲେଣି। ଏବେ ଆପଣଙ୍କ ସହିତ ରହିବାକୁ ଆଉ କେହି ବି ନାହାନ୍ତି। ମୋତେ ନୁହଁ ରୁବି ଆଣ୍ଟି, ସେପଟକୁ ଦେଖନ୍ତୁ। ତାପରେ ଉପରେ ମାୟା ଆଉ ଦାଦିମା ଥିବେ। ତାପରେ ମାୟା ଦାଦିମାଙ୍କୁ କହିବେ, ମୋତେ କ୍ଷମା କରିଦିଅନ୍ତୁ ପିଇସି ମା। ନିଜ ବଡ଼ ଭଉଣୀର ସ୍ନେହରେ ଆସିକି ମୁଁ ଟିକେ ବାଟବଣା ହେଇଯାଇଥିଲି। ମୁଁ ସ୍ୱପ୍ନରେ ଭାବିନଥିଲି ଦିଦି ଏମିତି ହରକତ କରିବ। ଏବେ ତ ମୁଁ ଦିଦିଙ୍କୁ ସିଧା ସିଧା ଶୁଣେଇ ଦେବି। ସେ ଆପଣଙ୍କ ମୁହଁରେ କେବେ ବି କଥା କହିବନି। ତାପରେ ଦାଦିମା କହିବେ, ଛାଡ଼ ମାୟା, ସେସବୁ କଥା ଛାଡ଼। ରୁବି ଆଉ ଏମିତି କାମ କେବେ ବି କରିବନି। ତାକୁ ଉଚିତ ଶିକ୍ଷା ମିଳିଯାଇଛି। ତାପରେ ମାୟା କହିବେ, ସତରେ ପିଇସି ମା, ଆପଣ ବହୁତ ଭଲ। ଦିଦିଠୁ ଅଧିକ ବିଶ୍ୱାସ ମୋର ଆପଣଙ୍କ ଉପରେ କରିବାର ଥିଲା। ତାପରେ ଦାଦିମା କହିବେ, ହଉ ହେଲା, ଶୁଣୁ, ଏସବୁ ଯାହା ହେଇଗଲା ହେଇଗଲା। ଏବେ ଯେମିତି ସେସବୁ ବିଷୟରେ ଆଉ ଚିନ୍ତା କରିକି କିଛି ଲାଭ ନାହିଁ। ଏବେ ଯେମିତି ଆଗକୁ ଏ ଘରେ ଆଉ କୌଣସି ଅନର୍ଥ ନ ହେବ, ତୁ ସେଇ ବିଷୟରେ ଚିନ୍ତା କର। ଶୁଣୁ, ରାତି ବହୁତ ହେଇଗଲାଣି। ଯାଇକି ଶୋଇବୁ ଯା। ତାପରେ ମାୟା ଚାଲିଯିବେ। ତାପରେ ରିମଝିମ୍ ରୁବିକୁ କହିବେ, ଶୁଣିଲେ ତ ରୁବି ଆଣ୍ଟି, ଆପଣଙ୍କ ଭଉଣୀ ଏବେ ଆପଣଙ୍କଠୁ ବେଶୀ ଏବେ ସେ ବୁଢ଼ୀକୁ ବିଶ୍ୱାସ କରିଛନ୍ତି। ଏଣିକି ସେ ବୁଢ଼ୀ ହୁକୁମ ଚଲେଇବ। ଏଣିକି ତାଣ୍ଡବ କରିବ ମୋ ମୁଣ୍ଡ ଉପରେ। ତାପରେ ରୁବି କହିବେ, ଏ ରୁବି, ତା ଅପମାନ ସହଜରେ ଭୁଲେନି ରିମଝିମ୍। ତୁ କ'ଣ ଭୁଲିଗଲୁ? ଆଜି ରାତି ସେ ବୁଢ଼ୀ ପାଇଁ କାଲ ରାତ୍ରି ବିଛାର ଡଙ୍କ ଆଜି ଯେତେବେଳେ ଦେହରେ ବାଜିବ, ସେତେବେଳେ ବୁଢ଼ୀ ତାଣ୍ଡବ କରିବାର ତ ଦୂରର କଥା, ସିଧା ଟେକା ହେଇ ହସ୍ପିଟାଲକୁ ଯିବ। ଆଜି ସ୍ୱୟଂ ଭଗବାନ ଆସିଲେ ବି ତାକୁ ବଞ୍ଚେଇ ପାରିବେନି। ତାପରେ ପଲ୍ଲବୀ ଆଉ ଆଦର୍ଶ ରୁମରେ ଥିବେ ଆଉ ହସୁଥିବେ। ତାପରେ ପଲ୍ଲବୀ କହିବେ, ସତରେ ଆଦର୍ଶ ମାମା କେତେ ଭଲ ନା। ସତ ବୁଝିବା ପରେ ସେ ନିଜ ଭୁଲକୁ ବି ଖୁବ୍ ସହଜରେ ସ୍ୱୀକାର କରିନିଅନ୍ତି। ଦେଖ, ରୁବି ମାଉସୀ ଯେତେବେଳେ ଭୁଲ ବୋଲି ପ୍ରମାଣିତ ହେଲେ, ସେତେବେଳେ ସେ ସାଙ୍ଗେ ସାଙ୍ଗେ ଯାଇ ଦାଦିମାଙ୍କୁ ଭୁଲ ମାଗିନେଲେ। ଏବେ ତ ଏ ଘରେ ଆଉ କେବେ ବି ମହାଭାରତ ହେବନି। ତାପରେ ଆଦର୍ଶ କହିବେ, ହଁ ପଲ୍ଲବୀ, ସେ କଥା ତ ଠିକ୍। କିନ୍ତୁ ଦେଖ, ଦାଦିମା କେତେ ଭଲ, ସେ କଥା ତ ଦେଖ। ମା ତାଙ୍କୁ କ୍ଷମା ମାଗିବାର ଦେଖି ସେ କଥାକୁ ଆଗକୁ ବେଶୀ ନ ଟାଣି ସେଇଠି ଶେଷ କରିଦେଲେ। ଆଉ ରୁବି ମାଉସୀଙ୍କୁ ଉଚିତ ଶିକ୍ଷା ମିଳିଯାଇଛି କହି ତାଙ୍କୁ ବି କ୍ଷମା କରିଦେଲେ ସିଏ। ତାପରେ ପଲ୍ଲବୀ ଆଦର୍ଶକୁ ଦେଖୁଥିବେ। ତାପରେ ଆଦର୍ଶ କହିବେ, ଓ କ'ଣ ହେଲା? ତାପରେ ପଲ୍ଲବୀ କହିବେ, ମୋ ସୁନୁଟା, ମୋ ମୁନୁଟା, ମୋ ସୁନୁ ମୁନୁ। ତାପରେ ଆଦର୍ଶ କହିବେ, ଆରେ ଇଏ କି ନାଟକ କରୁଛ ହାଁ? ସୁନୁ ମୁନୁ କ'ଣ ଇଏ? ତାପରେ ପଲ୍ଲବୀ କହିବେ, ଆରେ ତମେ ଏତେ ରାଗୁଛ କାହିଁକି? ମୁଁ ତ ତମକୁ ପ୍ରେମ କରୁଛି। ଏମିତି କହି ପୁଣି ପଲ୍ଲବୀ ଆଦର୍ଶକୁ ପ୍ରେମ କରିବେ। ତାପରେ ଆଦର୍ଶ କହିବେ, ରୁହ, ମୋ ପାଖରୁ ଦୂରେଇ ରୁହ, ନହେଲେ ମୁଁ ଚିଲେଇ ସମସ୍ତଙ୍କୁ ଡାକିଦେବି। ତାପରେ ପଲ୍ଲବୀ କହିବେ, ହଁ ତ ଚିଲ୍ଲାଅ, ହଁ ଚିଲ୍ଲାଅ, ଡାକ ସମସ୍ତଙ୍କୁ। ସମସ୍ତେ ଆସନ୍ତୁ ଆଉ ଦେଖନ୍ତୁ, ମୁଁ ତ ମୋ ପତି ପରମେଶ୍ୱରଙ୍କୁ ପ୍ରେମ କରୁଛି, ଆଉ କାହାକୁ ନୁହେଁ ତ। ତାପରେ ରୁବି ତାଙ୍କ ରୁମକୁ ଆସିବେ ଆଉ ଦାଦିମାଙ୍କୁ ଦେଖିବେ। ତାପରେ ଦାଦିମା ରୁବିକୁ କହିବେ, ତୁ ଆସିଗଲୁ, ଭଲ ହେଲା। ମୁଁ ତ ଭାବିଲି ଆଜି ବି ତୁ ସେ ବାହାରେ ସୋଫାରେ ଶୋଇବୁ, କିନ୍ତୁ ମୋ ବିନା ତୁ ଆଉ ରହିପାରିଲୁନି ନାଇଁ, ମୋ ସାଙ୍ଗରେ ଶୋଇବା ପାଇଁ ଆସିଗଲୁ ନା। ହଉ ହଉ, ଭଲ ହେଲା, ଆ ଶୋଇବୁ ଆ। ତାପରେ ରୁବି କହିବେ, ନାଇଁ, ଆପଣ ଆରାମରେ ଶୁଅନ୍ତୁ। ମୁଁ ଏଠିକି ମୋ କିଛି ଜିନିଷ ଭୁଲି ଯାଇଥିଲି ନବାକୁ, ସେଇଥିପାଇଁ ଆସିଛି। ତାପରେ ଦାଦିମା କହିବେ, ହଉ ଠିକ୍ ଅଛି, ତୋ ଇଚ୍ଛା। ମୁଁ ଟିକେ ମମତା ସାଙ୍ଗରେ ଦେଖା କରି ଆସେ। ଏମିତି କହି ଦାଦିମା ଚାଲିଯିବେ। ତାପରେ ରୁବି କହିବେ, ଓହୋ, ଭଲ ହେଇଛି, ବୁଢ଼ୀ ଚାଲିଯାଇଛି।
ନହେଲେ କଙ୍କଡ଼ା ବିଛାଇ ବେଡ୍ରେ ଛାଡ଼ିବା ପାଇଁ ମୋତେ ସୁଯୋଗ ହିଁ ମିଳିନଥାନ୍ତା। ତାପରେ ରୁବି କଙ୍କଡ଼ା ବିଛାକୁ ବାହାର କରିବେ ଆଉ କହିବେ, ଏବେ ଆଉ ଟିକେ ସମୟ ପରେ ବୁଢ଼ୀ ଯେତେବେଳେ ଆସି ଏ ବେଡ୍ରେ ଶୋଇବ, ସେତେବେଳେ ମୁଁ ଏଇଠି ଆସି ସେ ବୁଢ଼ୀ ଗୋଡ଼ ତଳେ ଏ ବିଛାକୁ ଛାଡ଼ିଦେବି। ଏମିତି କହି ରୁବି କଙ୍କଡ଼ା ବିଛାକୁ ଧରି ବାହାରକୁ ଚାଲିଯିବେ। ତାପରେ ଆଦର୍ଶ ପଲ୍ଲବୀକୁ କହିବେ, କ'ଣ ଲୁଚଉଛ ପୁଣି ହାଁ, ଦେଖାଅ। ତାପରେ ପଲ୍ଲବୀ କହିବେ, ତମ ପାଇଁ ଏ ସରପ୍ରାଇଜ୍। ପାଖକୁ ଆସ, ଯଦି ଦେଖିବ। ତାପରେ ଆଦର୍ଶ ପଲ୍ଲବୀର ପାଖକୁ ଯାଇ ଦେଖିବେ ଆଉ କହିବେ, ଆରେ ଏଥିରେ ତ କିଛି ନାହିଁ। ତାପରେ ପଲ୍ଲବୀ ଆଦର୍ଶକୁ ହକ୍ କରିବେ। ତାପରେ ଆଦର୍ଶ କହିବେ, କ'ଣ କରୁଛ ଇଏ? ପୁଣି ପଲ୍ଲବୀ କହିବେ, ଆସିଗଲ ନା ମୋ କବ୍ଜାକୁ। ଏମିତି କହି ପଲ୍ଲବୀ ଆଦର୍ଶକୁ କିସ୍ କରିବେ। ତାପରେ ଆଦର୍ଶ କହିବେ, ଦେଖ, ଆଇ ଡୋଣ୍ଟ ଲାଇକ୍ ଦିସ୍। ବନ୍ଦ କର ଏସବୁ। ମୋତେ ବହୁତ ଜୋରରେ ନିଦ ଲାଗିଲାଣି। ମୁଁ ଯାଉଛି, ଫ୍ରେଶ୍ ହେଇକି ଆସିବି। ତାପରେ ପଲ୍ଲବୀ ଆଦର୍ଶର ହାତକୁ ଧରି ପକାଇବେ ଆଉ କହିବେ, ଆଦର୍ଶ ଏଇଠିକି ଆସ। ମୋତେ ମୋ ସୁନୁମୁନୁ ଗେଲୁ ମୋ ବାବୁ ଉପରେ ପ୍ରେମ କରିବାକୁ ବହୁତ ଇଚ୍ଛା ହେଉଛି। ମୁଁ କ'ଣ କରିବି? ତାପରେ ଆଦର୍ଶ କହିବେ, କାଇଁ? ହଠାତ୍ ଏମିତି ଆଜି କ'ଣ ହେଇଗଲା ଯେ ଏତେ ପ୍ରେମ ଉଛୁଳିଛି? ତାପରେ ପଲ୍ଲବୀ କହିବେ, କାରଣ ଆଜି ମୁଁ ଜାଣିଲି ମୋ ସ୍ୱାମୀଙ୍କ ପାଖରେ ଏତେ ସବୁ ଭଲ ଗୁଣ ଅଛି। ଯାହାଙ୍କର ବାବା ଆନନ୍ଦ ମହାପାତ୍ରଙ୍କ ଭଳି ଜଣେ ଗ୍ରେଟ୍ ହ୍ୟୁମନ୍, ଆଉ ଯାହାଙ୍କ ମାମାଙ୍କ ଭଳି ବହୁ ଅନିଷ୍ଟ, ଆଉ ସବୁବେଳେ ସତ୍ ସାଙ୍ଗରେ ଠିଆ ହୁଅନ୍ତି, ଆଉ ଯାହାଙ୍କ ଦାଦିମା ଉପରକୁ ବହୁତ କଠୋର ଜଣା ପଡ଼ିଲେ ବି ତାଙ୍କ ହୃଦୟ ବହୁତ ନରମ କୋମଳ, ସେଇଭଳି ଚୁନୁମୁନୁ ତ କେବଳ ମୋ ଆଦର୍ଶ ହେଇପାରିବେ ନା। ତାପରେ ଆଦର୍ଶ କହିବେ, ହେ ଭଗବାନ, ପ୍ରଭୁ। ତାପରେ ପଲ୍ଲବୀ କହିବେ, ଆଦର୍ଶ ଆଜି ତମକୁ ପ୍ରେମ କରିବା ପାଇଁ ମୋର ବହୁତ ଇଚ୍ଛା ହେଉଛି, ପ୍ଲିଜ୍। ତାପରେ ଆଦର୍ଶ କହିବେ, ମାମା ମୋତେ ବଞ୍ଚାଅ, ମାମା ମୋତେ ବଞ୍ଚାଅ। ତାପରେ ପଲ୍ଲବୀ କହିବେ, ଆଦର୍ଶ ବେଶୀ ଚିଲେଇବ ଯଦି ହାତରେ ହ୍ୟାଣ୍ଡକପ୍ ପକେଇଦେବି। ପୋଲିସ ବାଲି ୱାଇଫ୍ ସହିତ ପଙ୍ଗା ନେବ ଉଚିତ ନୁହଁ। ତାପରେ ଆଦର୍ଶ କହିବେ, ଆରେ କିଏ ତ ମୋତେ ବଞ୍ଚାଅ, ମୋ ଇଜ୍ଜତ ବିପଦରେ। ତାପରେ ପଲ୍ଲବୀ କହିବେ, ଏତେ ଜୋରରେ ଚିଲଉଛ, ଯଦି ସତକୁ ସତ କେହି ଯଦି ଆସିଯିବେ ତାହେଲେ? ତାପରେ ରୁବି ହଲରେ ସୋଫାରେ ଶୋଇଥିବେ ଆଉ ଅଚାନକ ଉଠି ପଡ଼ିବେ ଆଉ କହିବେ, ରାତି 3ଟା ବାଜିଗଲାଣି। ଥ୍ୟାଙ୍କ ଗଡ୍, ଠିକ୍ ସମୟରେ ମୋ ନିଦ ଭାଙ୍ଗି ଯାଇଛି। କୁହନ୍ତି ରାତି 3ଟାରୁ 4ଟା ଶୈତାନମାନଙ୍କର ସମୟ। ତାମାନେ ଠିକ୍ ସମୟରେ ମୋ ନିଦ ଭାଙ୍ଗି ଯାଇଛି। ଆଜି ଏଇ ମୁହୂର୍ତ୍ତରେ ସେଇ ଶୈତାନ ବୁଢ଼ୀର କାମ ତମାମ କରି ତାକୁ ଏ ଘରୁ ବାହାର କରିବାର ବାଟ ପରିଷ୍କାର କରିଦେବି। ଏମିତି କହି ରୁବି ବିଛାକୁ ଧରି ଉପରକୁ ଯିବେ ଆଉ ରୁମକୁ ଆସି କହିବେ, କ'ଣ କରିବି? ବୁଢ଼ୀ ନିଦରେ ଶୋଇଛି କି ଚାହିଁଛି କେମିତି ଜାଣିବି? କନଫର୍ମ ନାହିଁ। କଙ୍କଡ଼ା ବିଛା ଛାଡ଼ିଦେଲେ ବୁଢ଼ୀ ଯଦି ଉଠି ପଡ଼ିବ ତାହେଲେ ମୋତେ ଜିଅନ୍ତା ଖାଇଦେବ।